କରିଛନ୍ତି ଏବଂ ଜନଗଣ ମନର ଗାନ ଭିତରେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଦେଶାତ୍ମବୋଧ ସଙ୍ଗୀତର ଗାନ ଭିତରେ ଏହା ଅନୁଷ୍ଠିତ ହେଇଛି ଏବଂ ସାଧାରଣତନ୍ତ୍ର ଦିବସ ଆମ ସମସ୍ତଙ୍କ ପାଇଁ ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ଦିନ ଏବଂ ଏହି ଦିନ ସାଧାରଣତନ୍ତ୍ର ଆମେ ଏକ ଆଞ୍ଚଳିକ ଦଳ ହିସାବରେ ଏବଂ ଓଡ଼ିଶାର ଜନଗଣଙ୍କର ଯେମିତି ଯେ ଦାରିଦ୍ର୍ୟରୁ ଯେମିତି ହ୍ରାସ ଦ୍ରୁତତମ ହ୍ରାସରେ ଓଡ଼ିଶା ପ୍ରଥମ ହେଇଥିଲା ନବୀନ ବାବୁଙ୍କ ସରକାର ବେଳେ ସେଭଳି ସେମାନେ ଆହୁରି ସଶକ୍ତ ହୁଅନ୍ତୁ, ଲୋକଙ୍କ ରୋଜଗାର ବଢ଼ୁ, ଲୋକମାନେ ମୌଳିକ ସୁବିଧା ସୁଯୋଗ ପାଆନ୍ତୁ, ଚାଷୀଠୁ ଆରମ୍ଭ କରି ସାଧାରଣ ଗ୍ରାମବାସୀ ସେମାନେ ଆହୁରି ତାଙ୍କର ଆୟ ବଢ଼ୁ, ସେମାନେ ଭଲରେ ରୁହନ୍ତୁ, ଏତିକି କାମନା। ସାର୍ ଆଜି ମୁଖ୍ୟମନ୍ତ୍ରୀ କଟକରେ କହିଲେ ଯେ ପୂର୍ବ ସରକାର ସମୟରେ ଜାନୁଆରୀ ବିକାଶ ହେଇପାରୁନଥିଲା, ଆମେ ବିକାଶ କରିବୁ ଦକ୍ଷିଣ ଓଡ଼ିଶା, ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା। ଏଇଟା ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ସାଧାରଣତନ୍ତ୍ର ଦିବସ ଦିନ ଶୋଭା ପାଏ, ଯଦି ଅନ୍ୟ କାହାକୁ ଶୋଭା ପାଉଥିବ ମୁଁ ଜାଣିନି। ଏବଂ 19 ମାସ ହେଇଗଲାଣି, 1.5 ବର୍ଷ ହେଇଗଲାଣି ବିକାଶ କରିବୁ କରିବୁ, ବିକାଶ ଗୋଟେ ନିରବଚ୍ଛିନ୍ନ ପ୍ରକ୍ରିୟା, କିନ୍ତୁ ଯୋଉ ମାନସିକତାରେ ସିଏ ହୁଅନ୍ତୁ କିମ୍ବା ମାନ୍ୟବର ମୁଖ୍ୟମନ୍ତ୍ରୀ ହୁଅନ୍ତୁ କି ଅନ୍ୟମାନେ ବିଭିନ୍ନ କଥାରେ ପ୍ରକଟ କରୁଛନ୍ତି ଯେ କିଛି ହେଇନି ଓଡ଼ିଶାରେ, ଆମେ ସବୁ କରିଦେବୁ, ସବୁ କରନ୍ତୁ, କିଏ ମନା କରୁ, କିନ୍ତୁ ଯୋଉ ବିକାଶ ଯାହା ହେଇଛି, ଯୋଉ ଯାହାକୁ ନୀତି ଆୟୋଗଠୁ ଆରମ୍ଭ କରି ଉପା ଏନଡିଏ ସରକାର ବାରମ୍ବାର ଭୂୟସୀ ପ୍ରଶଂସା କରିଛନ୍ତି ସେଗୁଡିକୁ ଅନ୍ତତଃ ସ୍ୱୀକାର କରନ୍ତୁ। ଆଜ୍ଞା ଆଉ ଗୋଟେ କଥା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯୋଉମାନେ ମହିଳା ହିଂସା କରୁଛନ୍ତି ତାଙ୍କୁ ନିସ୍ତାର ନାହିଁ, ସେମାନେ ଜେଲ ଯିବା ଥୟ ବୋଲି ଗୋଟେ ବାର୍ତ୍ତା ମଧ୍ୟ ଦେଇଛନ୍ତି। ଭଲ, ଆମେ ଆଶା କରୁଛୁ ଯେମିତି କହିଲେ ବାଲି ଆଉ ପଥର ମଫିଆ ଥୟ ଜେଲ ଯିବା, ଯେମିତି କହିଲେ ଖଣି ଚୋରି ଯେ କରୁଛି ତାଙ୍କର ଅଣ୍ଟା ଭାଙ୍ଗି ସବୁ ତ ଥୟ କହୁଛନ୍ତି, କରନ୍ତୁ, ଆମର କିଛି ସେଥିରେ ଦ୍ୱିମତ ନାହିଁ, କରନ୍ତୁ ଯାହା କହୁଛନ୍ତି ତାକୁ କରନ୍ତୁ ଏବଂ ଯାହା ପ୍ରତିଶ୍ରୁତି ଦେଇଛନ୍ତି ଅସତ୍ୟ ନୁହେଁ ସଦାଗର ତୋର ବାକ୍ୟ ତୁଇ ରକ୍ଷା କର। ଆଜ୍ଞା।